ତମକୁ ସବୁ ଓଡ଼ିଆରେ ଶବ୍ଦ ଆସେ? କ'ଣ ଆସେ? ଓଡ଼ିଆରେ ଶବ୍ଦ ଆସେ? ତାହେଲେ ଆମେ ଆଜି କ'ଣ କରିବା? ଶବ୍ଦ ଖେଳ ଖେଳିବା। କ'ଣ କରିବା? ମୁଁ ତମକୁ କେଇ ଜଣ ଅଛ? ତମେ 1 2 3 4 5 6 ଜଣ ଅଛ। ଆମେ ତମକୁ 2ଟା ଦଳ କରିବା। କ'ଣ କରିବା? 2ଟା ଦଳ। ତାହେଲେ ଗୋଟେ ଦଳ କେଇ ଜଣ ରହିବ? 3 ଜଣ। ତମେ ଗୋଟେ ଶବ୍ଦ ମୁଁ ଗୋଟେ ଆରମ୍ଭ କରିବି, ମୁଁ ଗୋଟେ ଶବ୍ଦ ଆରମ୍ଭ କରିବି, ତାର ଶେଷ ଅକ୍ଷର ଯେଉଁ ସରିବ ତମେ 3 ଜଣ କହିବ। ତାପରେ ତମେ ଯେଉଁ ଶବ୍ଦ କହିବ ତାର ଶେଷ ଅକ୍ଷର ଯେଉଁଟା ସେଥିରେ ତମେ କ'ଣ କହିବ? ଗୋଟେ ଶବ୍ଦ କହିବ। ହେଲା, ଯିଏ ନ କହିପାରିବ ଆର ଦଳ କହିବ, ଯିଏ ନ କହିପାରିବେ ତାଙ୍କ ଉପରେ କ'ଣ ଗୋଟେ ଗଛ ହବ। କ'ଣ ହବ? ଗୋଟେ ଗଛ ହବ। ତାହେଲେ ତମେ ଉଠି ଯାଇ କହିବ, ଉଠି ଆସ, ଆଗେ ଆଠ ବସ, ଆଠ ବସ, ଦଳ ହେଇଯାଅ, ସିଧା ହେଇଯାଅ, ପୁରା ସିଧା ହେଇଯାଅ, ସିଧା ହେଇ ବସ, ମିଶିଯିବ ନା, ସିଧା ହେଇଯାଅ, ଠିକ୍ ଅଛି, ସିଧା ହେଇ ବସ, ସିଧା ହେଇଯାଅ, ସିଧା ସିଧା କହିଲେ ସିଧା ହେଇ ବସ। ହେଲା, ତାହେଲେ ତମେ 3 ଜଣ, ସିଏ ଏବେ 3 ଜଣ। ଧୀରେ ଧୀରେ କଥା ହବ, ଯଦି ନ ଆସିବ କାହାକୁ ଜୋରସେ ଚିଲେଇକି କଥା ହବ। ଆଚ୍ଛା, ମୁଁ ଗୋଟେ ଶବ୍ଦ କହୁଛି, ମଟର। ମଟର ଲାଷ୍ଟ ଅକ୍ଷର କ'ଣ ତମେ କୁହ? ର। ରରେ ତମେ କୁହ, 3 ଜଣ ଭିତରୁ କୁହ, କ'ଣ? ରଥ। ସେ କ'ଣ କହିଲେ? ରଥ। ଆଉ ତମେ ଚୁପ ରୁହ। ରଥ ଲାଷ୍ଟ ଅକ୍ଷର କ'ଣ? ରଥ। ରଥ। ଥ। ଥରେ ଗୋଟେ ଶବ୍ଦ ତମେ 3 ଜଣ ଭିତରୁ କୁହ। ଥର। ଥର। ଥରର ଶେଷ ଅକ୍ଷର କ'ଣ ହେଲା? ର। ଆଉ ତମେ କହିଲ ରରେ, ଦେଖିଆ। ରଥ କହିଛନ୍ତି। ରରେ ଆଉ ଗୋଟେ ଶବ୍ଦ କୁହ। 3 ଜଣ ଭିତରୁ ଯିଏ କହୁଛ କୁହ। ରମେଶ। ରମେଶ କାହା ନା? ଗୋଟେ ଲୋକର ନା। ରମେଶର ଶେଷ ଅକ୍ଷର କ'ଣ ହେଲା? ରମେଶର ଶେଷ ଅକ୍ଷର ସ। ସରେ ଗୋଟେ ଶବ୍ଦ। ଶଶକ। ଶଶକର ଶେଷ ଅକ୍ଷର କ'ଣ ହେଲା? କ। କ। ତମେ କୁହ କରେ ଗୋଟେ ଶବ୍ଦ। କରେ କର। ହେଲା, କ'ଣ କରିବା? କାମ କରିବା କର। ତାହେଲେ ର। କର ମାନେ ଆଉ କ'ଣ? କର ମାନେ ହେଉଛି ହାତ। ହାତକୁ କ'ଣ କହନ୍ତି? କର। ଆଚ୍ଛା, ରରେ ସେଇଟା ତମର କୋଉଥିରେ? ଖେଳନି। ରରେ ସେଇଟା। ଇଆଡ଼େ ଶବ୍ଦ ଶୁଣ, କହିପାରିବ ଭୁଲ ବୁଝା କରିବ। ତମର କୋଉଥିରେ ସେଇଟା? ରରେ। ରରେ କୁହ ତମେ। ରରେ କୁହ। 3 ଜଣ କଥାବାର୍ତ୍ତା ହେଇକି କୁହ ରରେ କ'ଣ କୁହ। ସିଏ ନ କହିପାରେ ତମେ କହିବ, କୁହ। ରରେ। ଭାବିକି କୁହ। ରଣା। ରଣାର ଶେଷ ଅକ୍ଷର ହେଲା ମୁଦ୍ରଣ। ମୁଦ୍ରଣରେ ଶବ୍ଦ କହିପାରିବ? କହିପାରିବ? ରମ୍ପ ନାହିଁ ଶବ୍ଦ କିଛି। ଆଉ ମୁଦ୍ରଣ ଯଦି ନ କହିପାରିବ ତାହେଲେ କୁହ ନାଟ୍ୟସ୍ୱର ଶବ୍ଦ କୁହ। ସ୍ୱର। ସ୍ୱରରେ କ'ଣ ହବ? ସ୍ୱରର ସ୍ୱର ହେଲା। ରରେ ପୁଣି କୁହ ଦେଖିଆ। ରରେ କେତେ ଅଛି? କେତେ ଶବ୍ଦ ଅଛି? ରସ। ହେଲା, ରରେ କ'ଣ? ରସ। ତାହେଲେ ଆମେ ସେମିତି କ'ଣ କରିବା? କାଲି ଆଉ କିଛି ନୂଆ କଥା